নমো ভগবতে वासुदेवाय यथा मङ्गलाचरण भागीसा यस्य वदने लक्ष्येषु च वक्ष्यसि यस्य ते हृदय वसति तनुसिंहं भजे विश्वसर्वदिवालक्षणं श्रीकृष्णाख्य परोध्याम जगोध्याम नमामि तत् माधव माधव वश्य सर्वसिद्धिविनायते वन्दे परस्परत्युं परस्परं प्रियलोकं मूकं करोति वाचालं पङ्गुलङ्घयते गिरि तत्कृपाः तमः वन्दे परमानन्दो माधव जो ब्राह्मण रुद्रेणं तु स्तुतन्ति दैवस्तव देवसङ्गपद पश्यन्ति जो सामज्ञा ध्यानवसते गदगदे मनसा पश्यन्ति जो योगिना जसन्ते न बुद्धि सुरासुरगण देवाय स्तुते नमः नारायणं नमस्कृत्यं नरचैव नरोत्तमं देवी सरस्वती व्यासं ततो जयमुदीरयेत् निर्गलं कल्पितं फलविमुखाभिद्रव्ययुक्तं पिबतं भागवतं रसमलेदं प्रभु सप्तम अध्याय नवम स्कंद सप्तम अध्याय शुक उवाच बोल प्रेमानंदवार हरि बोल एबे ह शुण तु नरेश मंदा मान्दादा पुत्र अम्बीरेश पितामहଙ୍କୁ सेवा कला से फले पुत्र से फले सुपुत्र लभिला तासुत जुबह न्यास होई पाइले सप्तह दीप्त मही हारा हरित ताहार कुमर मान्दादि वंशे से प्रवर नागेन्द्र वाक्य नागजुथे गंधर्वेव कबहलुहारन्ते से नागे आसी रात्र काले पुरुकुशकु घेनी गले सकले भातृगण थाई नर्मदा कन्या ताकु देई पातालपुरे घेनी गले गंधर्व बले जुझाइले से पुणी विष्णु तेज बला गंधर्व बलहर नाश करी मिली सकल नाग बले सन्तोष बर ताकु देले जे प्राणी शयहन काले नर्मदा नाम तीनि बेले रात्र दिवस संध्या स्मरे सर्वभयरु से निस्तरे एबे हो पुरुष कुश्चित वंशे कहिबा शुण तु हरसे सर्वसंपद गुण ग्राम तासूत्र त्रसह सुद नाम से विष्णु तेज अनर्गला जे अन्य रणे जात हेला ऐश्वर्य ताहार नंदन तहु प्राणी को त्रिवधन तार तनय सर्वव्रत त्रिशकु नामे हे से विदित पितांक साप से हुघेनी लभिला चंडाहार जोनी वशिष्ठ साप महाघरे कौशिक तेज हेला परे शरीर घेनी स्वर्ग गला उत्तर आकाशे बहिला जगते रहिला ताजस अद्यापि रात होए दृश्य देवे ताहाकु कोप कले भूमिरे पड़तु बोइले तक्षणे अधः मुख होई पड़न्ते कौशिक नाई स्तंभन कले हे देव मन्त्रे पुणी बसिला निज क्षेत्रे ताहाकु सुत हरिचंद्र शपथ दीपे से नरेन्द्र ताहार अर्थे अन्यायने वशिष्ठ विश्वामित्र बेनी
ବହୁ ବରଷ ଯୁଦ୍ଧ କଲେ, ପକ୍ଷୀଙ୍କ ପ୍ରାୟ ରୂପ ହେଲେ, ସେ ପୁଣି ଅପ୍ରୃତିକ ହୋଇ। ନାରଦ ମୁନି କୁହ ନାଇଁ, ସନ୍ତତି ଅର୍ଥେ ହେ ପ୍ରଶ୍ନ କଲା, ବିକଳେଶିତ ତ୍ରିଶହ ଗୁଣ ବଳା। ନାରଦ ମୁନି ତା ପ୍ରସ୍ତାବେ, କହିଲେ ଆମି ପ୍ରାୟ ଭାବେ, ତୁ ଯାଇ ବରୁଣ ଚରଣେ, ବିଶ୍ୱାସ ପଶହ ତା ଶରଣେ। ସେ ତପେ ପ୍ରସନ୍ନ ହୋଇଲେ, ସନ୍ତୋଷେ ଲଭିବୁ ତୁ ଭଲେ। ଏମନ୍ତେ ନାରଦ ବଚନେ, ମିଳିଲେ ବରୁଣ ଭୁବନେ। ବରୁଣ ଚରଣରେ ପଡ଼ି, ରାଜନ କହେ କର ଯୋଡ଼ି। ହେ ପ୍ରଭୁ କର ଅନୁଗ୍ରହ, ମୋହର ହେଉ ଯେ ତନୟ। ପୁତ୍ର ଉତ୍ପନ୍ନ ହେଲେ ମୋର, ଯଜ୍ଞ ମୁଁ ଦେବି ତାର ଶିର। ତାର ବଚନେ ଦୁଷ୍ଟ ହେଲେ, ବରୁଣ ତୋଷ ବର ଦେଲେ। ବରୁଣ ବରେ ପୁତ୍ର ଜାତ, ନାମ ତା ହୋଇଲା ରୋହିତ। ଦେଖିଣ ପୁତ୍ରର ଜନମ, ରାଜାଙ୍କୁ କହନ୍ତି ବରୁଣ। ହେ ନୃପ ମୋର ଯଜ୍ଞ କର, ଏବେ ତ ହୋଇଲା କୁମର। ବରୁଣ ବାକ୍ୟ ଶୁଣି କର୍ଣ୍ଣେ, ବିଚାରେ ହରିଶ୍ଚନ୍ଦ୍ର ନାମେ। ଏ ପୁତ୍ର ଅପବିତ୍ର ଶୁଶୁ, ଯୋଗେ କି ରୂପେ ହେବ ପଶୁ। ଏହା ବିଚାରି ନରପତି, ବରୁଣେ କର ବିନତି। ଶୁଣି ମାହେଉ ପାଶ ହସ୍ତେ, ଏ ପୁତ୍ର ମୋର ଅପବିତ୍ରେ। ମନୁଷ୍ୟ ପଶୁ ଭିଆଇଲେ, ଯଜ୍ଞ ମୁଁ କରିହି ବଇଁ ଭଲେ। ନିର୍ଦ୍ଦନ୍ତ ପଶୁ ଅଂଶସ୍କାର, ଦନ୍ତ ନିର୍ଗତ ନାହିଁ ତାର। ଦନ୍ତ ନଥିଲା ଯଜ୍ଞ କାହିଁ, ଏମନ୍ତେ ଦିନ କେତେ ରହି। ତୁଣ୍ଡେ ଜନ୍ମିଲା ତାର ଦନ୍ତ, ତା ରାଜନ ବୋଲେ ହେ ପାଶ ହସ୍ତ। ଦନ୍ତ ହୋଇଲା ତ କୁମର, ତା ମାଂସେ ମୋର ଯଜ୍ଞ କର। ବରୁଣ ମୁଖୁ ଏହା ଶୁଣି, ସେ ହରିଶ୍ଚନ୍ଦ୍ର ମନେ ଗୁଣି। ଦନ୍ତେ ସମ୍ପୂର୍ଣ୍ଣ ପଶୁ ଚିରି, ବରୁଣ ତାହା ଦେଖି ଘୁଞ୍ଚି। ପୁଣି କେତେ ଦିନ ଗଲା, ସମ୍ପୂର୍ଣ୍ଣ ଦନ୍ତ ଉପୁଜିଲା। ଏବେ କି ବିଳମ୍ବ ତୋହର, ବରୁଣ ବୋଲେ ଯଜ୍ଞ କର। ବରୁଣ ଚାହିଁ ରାଜା କହେ, ପ୍ରଥମ ଦନ୍ତ ଶୁଦ୍ଧ ନୋହେ। ଏ ଦନ୍ତ ପଡ଼ି ଯେବେ ଉଠେ, ତେବେ ସେ ଯଜ୍ଞ ପଶୁ ଘଟେ। ଏମନ୍ତେ କିଛି କାଳ ଅନ୍ତେ, ତୁଣ୍ଡେ ପଡ଼ିଲେ ସର୍ବଦନ୍ତେ। ପୁଣି ଉଠିଲେ ଏକ ତୁଲେ, ବରୁଣ ରାଜା ନାହିଁ ବୋଲେ। ଦନ୍ତ ହୋଇଲା ପୁନର୍ବାର, ବୋ ରାଜା ଏବେ ଯଜ୍ଞ କର। ତୁ ଶୁଣି ବୋଲେ ନୃପମଣି, ଏ ନୋହେ କୁଳ ଧର୍ମବାଣୀ। କ୍ଷତ୍ରିୟ ବଂଶେ ହୋଇ ଜାତ, ଯାବତ ନୁହଁ ସମର୍ଥ। ତାବତ ମାଂସ ଶୁଦ୍ଧ ନୋହେ, ଏମନ୍ତେ ବୋଲେ ପୁତ୍ର ସ୍ନେହେ। ବରୁଣ ତାର ବାକ୍ୟ ମାନି, କିଛି ନ କହି ହେଲେ ତୁନି। ଏମନ୍ତେ କାଳ ବଞ୍ଚାଇଲା, ତା ଜାଣି ପୁତ୍ର ବିଚାରିଲା। ପିତା ଯେ କରିଛନ୍ତି ସତ୍ୟ, ଅବଶ୍ୟ ଯେବେ ହେବି ହତ। ପ୍ରାଣ ରକ୍ଷା ଚିନ୍ତା କଲା, ତକ୍ଷଣେ ଗ୍ରାମ ଉପେଖିଲା। ଧନୁ କମାଣ ଘେନି କରେ, ପଶିଲା ଗହନ ବନରେ। ବନେ ବୁଲନ୍ତେ ଧର୍ମ ଗୁଣି, ଶୁଣିଲା ଅନ୍ତରିକ୍ଷ ବାଣୀ।
ବରୁଣ ପିତା ବନ୍ଦୀ କଲା, ଯାବତ ଯଜ୍ଞ ନ ପାଇଲା। ତେଣୁ ଉଦରେ ହେ ରୋଗ ଜାତ, ବରୁଣ ପାଶେ ହୋଇଗ୍ରସ୍ତ। ଶୁଣି ରୋହିତ ଶୋକାକୁଳେ, ଗ୍ରାମକୁ ଆସି ବାର ବୋଳେ। ଇନ୍ଦ୍ର ମିଳିଲା ଆସି ପଥେ, ବୋଇଲେ ରୋହିତ ଅଗ୍ରତେ। ଯଜ୍ଞ ନ କଲା ତୋର ତାତ, କୋପେ ବରୁଣ କଲା ଗ୍ରସ୍ତ। ତୋତେ ଗ୍ରାସିବ କୋପ ବହି, ଏବେ ଅରଣ୍ୟେ ଥାଉ ତୁହି। ଧର୍ମକୁ ଯେବେ ତୋର ମନ, ଧରଣୀ କର ପର୍ଯ୍ୟଟନ। ଅନେକ ପୁଣ୍ୟ ତୀର୍ଥ କର, ଧର୍ମେ ବିଶ୍ୱାସ ଯେବେ ତୋର। ଏମନ୍ତେ ଇନ୍ଦ୍ର ବଚନେ, ରୋହିତ ତୀର୍ଥ କରେ ବନେ। ପୁଣି ଗ୍ରାମକୁ ଇଚ୍ଛା କଲେ, ସନ୍ତୋଷେ ଇନ୍ଦ୍ର ତା ନିବାରେ। ଏକ ଦ୍ୱିତୀୟ ତୃତୀୟ ଚତୁର୍ଥେ, ପଞ୍ଚମ ବର୍ଷେ ତାକୁ ପଥେ। ବୃଦ୍ଧ ବ୍ରାହ୍ମଣ ରୂପ ଧରି, ଗ୍ରାମ ମାଗଣେ ବିଘ୍ନ କରି। 16 ବରଷ ବନେ ଥିଲା, ଅନେକ ତୀର୍ଥ ସେ ଭ୍ରମିଲା। 7 ବରଷେ ନିଜ ଗ୍ରାମେ, ମିଳିଲା ଯାଇ ତୀର୍ଥ ଶ୍ରମେ। ପଶିଲା ଗର୍ଭ ମୁନି, ବିକିବା ଅର୍ଥେ ପୁତ୍ର ତିନି। ତାହାଙ୍କ ପାଶେ ସେ ମିଳିଲା, ମଧ୍ୟମ ପୁତ୍ରକୁ କିଣିଲା। ସେ ପୁତ୍ର ପୁନଃସ୍ପୃଶ ନାମେ, ସକଳ ଗୁଣେ ଗୁଣଧାମେ। ପିତାର ଅଗ୍ରେ ନେଇ ଦେଲା, ତା ଦେଖି ବରୁଣ ଛାଡ଼ିଲା। ସେ ହରିଶ୍ଚନ୍ଦ୍ର ଆସି ପୁରେ, ଯଜ୍ଞ ଆରମ୍ଭିଲେ ସମ୍ଭାରେ। ପୁରୁଷୋତ୍ତମେ ଯଜ୍ଞ ପତେ, ବିଷ୍ଣୁଙ୍କୁ ପୂଜି ଦେବ ପତେ। ଆଚାର୍ଯ୍ୟ ବିଶ୍ୱାମିତ୍ର କରି, ଯମଦଗ୍ଧିନୀ ବ୍ରହ୍ମର ବରି। ବଶିଷ୍ଠ ସମ ଗାର ବରି। ସମୀର ହୋତା ତାଙ୍କୁ କରି, ବରୁଣ ଅର୍ଥେ ଯଜ୍ଞ କଲା। ସକଳେ ଦେବଙ୍କୁ ତୋଷିଲା, ସନ୍ତୋଷେ ହୋଇ ସୁରନାଥ। ଦେଲେ ସୁବର୍ଣ୍ଣମୟ ରଥ, ପୁନଶ୍ଚ ଫେର ହଇ କଥା ଯେତେ। ପଛେ ରହିଲା ତୋ ଅଗ୍ରତେ, ଏମନ୍ତେ ମହାଯଜ୍ଞନ୍ତେ। ଦକ୍ଷିଣା ଦେଲା ବିଧି ମତେ, ବିଶ୍ୱାମିତ୍ରଙ୍କୁ ଭୂମି ଦେଲା। ସୁବର୍ଣ୍ଣ ରଥେ ବିଜେ କଲା, ରାଜାର ସତ୍ୟ ବ୍ରତ ଚାହିଁ। ସନ୍ତୋଷେ ବିଶ୍ୱାମିତ୍ର ହୋଇ, ନିଶ୍ଚୟ ଗତି ଶୂଳ ପଥେ। ନିଜ ଭୁଜନୁ ଘେନି ସତେ, ସେ ସ୍ଥାନେ ମନ ତାର ଧରେ। ଇଚ୍ଛାଏ ଭ୍ରମ ଅମ୍ବରେ, ତାର ଭକତି ଭାବ ଘେନି। ସନ୍ତୋଷେ ବିଶ୍ୱାମିତ୍ର ମୁନି, ପରମ ଜ୍ଞାନ ତାକୁ ଦେଲେ। ଆକାଶ ତଥା ତୁ ବୋଇଲେ, ଆକାଶ ଥାଇ ଦେବ ପ୍ରାୟ। ଅନ୍ତେ ପଶିବୁ ବିଷ୍ଣୁ ଦେହ, ଭାଷା ପ୍ରବନ୍ଧ ହରିବାଣୀ। ଶୁଣି ସଂସାର ତର ପ୍ରାଣୀ, ଭଲ ହିଁ ଦାସ ଜଗନ୍ନାଥ। ନବମ ସ୍କନ୍ଧେ ଭାଗବତ ଇତି, ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟା ସଂହିତାୟା ନବମ ସ୍କନ୍ଧେ ସପ୍ତମ ଅଧ୍ୟାୟ। ଅଷ୍ଟମ ଅଧ୍ୟାୟ। ନବମ ସ୍କନ୍ଧ ଅଷ୍ଟମ ଅଧ୍ୟାୟ। ଶୁକ ଉବାଚ ବୋଲ ପ୍ରେମାନନ୍ଦବାର ହରି ବୋଲ। ବୋଲନ୍ତି ଶୁଣ ବ୍ରହ୍ମଦେବା, ବୋଲନ୍ତି ଶୁଣ ବ୍ରହ୍ମବ୍ରତ। ଶୁଣ ରାଜନ ଶୁଦ୍ଧ ଚେତା, ହରିତ ରୋହିତର ସୁତ।
ଚମ୍ପ ତାହାର ତହୁଁ ଜାତ ଗ୍ରାମବାସୀ ନିଜ ନାମେ ରହିଲା ଚମ୍ପାବତୀ ଗ୍ରାମେ ସେବ ସୁଦେବତାର ସୁତ ହୋଇ ବିଜୟ ତାହାର ତନୟ ବୃକଜେ ତାହାର ସନ୍ତତି ସ୍ୱଭାବେ ଅତି ସୁଧମତି ବାହୁକ ତାହାର ନନ୍ଦନ ତ କଥା ଶୁଣ ହେ ରାଜନ ଶତ୍ରୁ ପୀଡ଼ିତ ବୃଦ୍ଧ ଜଣେ ଭୟେ ପଶିଲା ଘୋର ବନେ ପତ୍ନୀ ସହିତେ ପଳାଇଲା ଔରସ ଆଶ୍ରମେ ମିଳିଲା ନମିଲା ମୁନିଙ୍କ ଚରଣେ ବୃଦ୍ଧ ଶରୀର ଘୋର ବନେ ସ୍ୱଭାବେ ଛାଡ଼ିଲା ଜୀବନ ମୁନି ହୋଇଲା ଦୁଃଖ ମନ ତାର କାମିନୀ ଶୋକ ମନେ ପଶିଲା ବେଗେ ହୁତାସନେ ମୁନି ଜିଣିଲେ ତାର ଭାବ ଉଦରେ ପଞ୍ଚ ସାମ ଗର୍ଭ ବୋଇଲେ ଅନହଳେ ନପସ ହୋଇବ ରାଜବଂଶ ମୁନି ବଚନ ସେ ଅବଳା ଆନନ୍ଦ କୁଣ୍ଡଳ ନ ପଶିଲା ଶୁଣ ରାଜନ ମନ ଦେଇ ତା ଗର୍ଭ କଥା ତୋତେ କହି ସେ ଗର୍ଭ ସଞ୍ଚରଣ କାଳେ ସ୍ୱପତ୍ନୀ 5-7 ମେଳେ ଗରଳ ଦେଲେ ହେ ଅନ୍ନ ସଙ୍ଗେ ବିଷ ନ ଲାଗେ ତାର ଅଙ୍ଗେ ଗର୍ଭ ରଖିଲେ ଜଗନ୍ନାଥ ଏବେ ହୋ ଶୁଣ ପରୀକ୍ଷିତ ସେ ଗର୍ଭ ପ୍ରସବର କାଳେ ମୁନି ସକଳ କୌତୂହଳେ ବୋଲନ୍ତି ଗରଳ ସଙ୍ଗତେ ଜନ୍ମ ଲଭିଲା ଏଜୁକତେ ଗରଳ ସଙ୍ଗେ ହେ ଜନ୍ମ ଯେଣୁ ସଗର ନାମ ହୋଇ ତେଣୁ ହେମନ୍ତେ ମୁନିଙ୍କ ସଙ୍ଗତେ ସଗର ରାଜା ନିଦାକତେ ଦିନକୁ ଦିନ ଅତି ତେଜା ହୋଇଲା ଚକ୍ରବର୍ତ୍ତୀ ରାଜା ତାର ତନୁଜ ବାହୁବଳେ ସାଗର କଲେ ମହିଦଳେ ପିତା ଶତ୍ରୁଙ୍କୁ ଯୁଦ୍ଧ ଜିଣି ସ୍ୱର୍ଗରେ ବନ୍ଦୀ କଲେ ଆଣି ଯେତେ ତାହାର ରିପୁମାନ ଶୁଣ ହୋ ତାହାଙ୍କର ମନ ଯମନ ତାଳ ଜଙ୍ଘ ଶକ ହୈମର ବର୍ବର ତେଜକ ଗୁରୁଙ୍କ ବାକ୍ୟ ନ ମାନିଲା ଶୁଣ ଯାହାକୁ ଯାହା କଲା ମୁଣ୍ଡିତ କେଶ କାର କରି କାହାକୁ କଲା ଶୂଳଧାରୀ କାହାର କଲା ମୁଣ୍ଡ କେଶ ଅର୍ଦ୍ଧମୁଣ୍ଡିତ କାର କେଶ କେତେକ ଅନ୍ତର୍ବାସୀହୀନ ଅପରେ ବହି ବସ ଶୂନ୍ୟ କାହାର ବସ ନ ଉତାରି ବିକୃତ ବେଶ ତାକୁ କରି ଯବନ ବେଶ କାକୁ କରି ସ୍ୱଧର୍ମ ମାର୍ଗରୁ ତାରି ଏମନ୍ତେ କରି ହୀନ ଦେବେ ସେ ଛାଡ଼ିଣ ଦେଲା ତାଙ୍କୁ ଦେଶେ ସେ ପୁଣି ସଞ୍ଚି ନାନା ବିଧି କଳ୍ପିଲା ସତେ ଅଶ୍ୱମେଧି ଅର୍ବ ମୁନିଙ୍କ ହୋତା କରି ଯଜ୍ଞ ପୂଜିଲା ନରହରି ଉତ୍ତମ ଅଶ୍ୱ ପଶୁ କଲା ସେ ଅଶ୍ୱ ଇନ୍ଦ୍ର ଚୋରି କଲା 60,000 କୁମର ତାଙ୍କୁ ଡରଇ
ଠାକୁରର ଏହି ସୁନା ଶିର କଳ୍ପଇ ମରିବି ଯେ ମନ୍ତେ ହେମନ୍ତେ ବାଲା ଭାଳି ସେ ଗୁପତେ କଳ୍ପି ମୁନି ପାଦ ତଳେ ଅଶ୍ଵ ବାନ୍ଧିଲା ରାତ୍ର କାଳେ ଅଶ୍ଵ ନ ଦେଖି ଯଜ୍ଞ ଦ୍ୱାରେ ଖୋଜନ୍ତି ବ୍ରହ୍ମାଣ୍ଡ ଭିତରେ ସୁମତି ଗର୍ଭେ ଯେତେ ସୁତ ବଳରେ ଅଟନ୍ତି ଦୃଷ୍ଟପ୍ତ ସେ ପୁଣି ପିତାଙ୍କ ଆଦେଶେ ଅଶ୍ଵ ଖୋଜନ୍ତି ଦଶ ଦିଶେ ଖୋଳନ୍ତି ମହି ନବଖଣ୍ଡ ଭଖନ୍ତି ବିସ୍ତାରୀଣ ତୁଣ୍ଡ ଉତ୍ତର ଦିଗେ ଖୋଳି ଗଲେ କପିଳ ଆଶ୍ରମେ ମିଳିଲେ ଦେଖିଲେ ମୁନି ସନ୍ନିଧାନେ ସେ ଅଶ୍ଵ ବନ୍ଧନେ କପିଳ ମୁନି ମୁଖ ଚାହିଁ ବୋଲନ୍ତି ଅଶ୍ଵ ଚୋରି ଏହାକୁ ରଖ ନ ଯୋଗଇ ଏମନ୍ତେ ଉଚ୍ଚ ବାଚ ହୋଇ ବୋଲନ୍ତି ଖଡ଼ଗ ଉଞ୍ଚାଇ ଏହାର ଶିର ଛେଦ ନେଇ ଆମ୍ଭଙ୍କୁ ଦେଖ ଚକ୍ଷୁ ବୁଜେ ଆଉ ଆମିକୁ ଦମ୍ଭ ପ୍ରାୟ ବୁଝେ ଆଉ ଏମନ୍ତେ ଘୋର ନାଦ କରି ଧାଇଁଲେ କରେ ଶସ୍ତ୍ର ଧରି ଭୂମି କମ୍ପିଲା ତାର ବାଦେ ଧାନ ଭାଜିଲା ଘୋର ନାଦେ ଚାହାନ୍ତେ ଉନ୍ନହଳ ଲୋଚନେ ଅନଳ ଉଠିଲା ତକ୍ଷଣେ ମହତ ଅତି କ୍ରମ ଦୋଷେ ଉଦୟ ଅଗ୍ନି ମନୋରସେ ଦେଖନ୍ତି ସ୍ୱର୍ଗେ ଦେବଗଣ ଆଉ ଭସ୍ମ ହୋଇଣ ତତ୍କ୍ଷଣ 60 ଏକାଥରେ ମରିଲେ ସାଗରକୁ ମରେ କେଶିନୀ ଗର୍ଭେ ଏକ ସୁତ ଅସମଞ୍ଚସ ନାମ ଖ୍ୟାତ ତାର କୁମର ଅଂଶୁମାନ ସକଳ ଗୁଣେ ଗୁଣ ଧ୍ୟାନ ସେ କଥା ପିତା ମହକେଇ ମନ ବଚନ କାୟ ନିତ୍ୟ ଆଉ ଅସମଞ୍ଜସ ଯାର ନାମ करे नंदित आचरण से पूर्व जन्मे जोगी थिला संगे दोषरु भ्रष्ट हेला एणु निंदित कर्म करे ज्ञानी प्रिय आचरे असमंचस नाम जेणु लोकଙ୍କୁ हिंसा कले तेणु जोग बलरु जात स्मर ए जन्म इतोहर तेणु से संग परिहरी लोके निंदित कर्म करी शुणिमा शिशु मानଙ୍କୁ धरी बळे पकाए रस जूत कदळे बसाए रस जुक जले देखि ताहांक मन मंदपण अयोध्यावासी प्रजागण सगरे जणाइले जाई अति दुखित राजा होई सगर होइला दुखित पुत्र स्नेह को कला व्यक्त घरु बाहर करिदेला जेणु से प्रजा को पीड़िला से पुणी जोग बले कला मृत बालक नाम देला बालक पाई हितोष मने अयोध्यावासी प्रजा जने विस्मय होइले सकले
ଅସମଞ୍ଜଳି ଯୋଗ ବଳେ ତାର ଅଦ୍ଭୁତ କର୍ମ ଦେଖି ସଗର ହେଲେ ମହାଦୁଃଖୀ। ଏବେ ହୋ ଶୁଣ ନରନାଥ ସେ ଅଂଶୁମାନ ରଚରିତ। ସଗର ତାର ମୁଖ ଚାହିଁ ବୋଇଲେ ଅଶ୍ରୁଆଣ ଯାଇ ହେମନ୍ତେ ପିତାମହ ବାକ୍ୟେ ସେ ଅଶ୍ଵମାନ ଗଲା ଏକେ। ପିତୃବଖ୍ୟାତ ପଥେ ଗଲା ପାତାଳ ଅଶ୍ଵକୁ ଦେଖିଲା କପିଳ ସମ୍ମୁଖେ ବାନ୍ଧିଲା ଅଶ୍ଵ ଅଛି ସୁଖେ। କପିଳ ପାଦ ତଳେ ପଡ଼ି ସେ ଅଂଶୁମାନ କର ଯୋଡ଼ି ଅନେକ ସ୍ତୁତି ବାକ୍ୟ ବଳେ ପୂଜିଲା ଚରଣ କମଳେ। ବୋଲଇସିରେ କର ଦେଇ ଭନାଥ କର ମାତ୍ର ତ୍ରାହି। ଶୁକ୍ର ବିରଞ୍ଚି ମହାଦେବ ସେ କାହୁଁ ଜାଣି ବେତ ଭାବ। ତୁ ଜ୍ଞାନ ଘେନ ମୋହ ନାଶୁ ସଂସାର ସ୍ୱତେଜ ପ୍ରକାଶୁ। ସକଳ ଆଦି ମୁନି ଯେତେ ବିଶେଷ ଭାବହନ୍ତି ସେ ତୋତେ। ତୋ ରୂପ ଜୀବ ମୁଖ୍ୟ ଅର୍ଥେ ମୁଁ ତୋତେ ଜାଣିବି କେମନ୍ତେ। ତୋ ମାୟା ଜୀବ ଜ୍ଞାନ ହରେ ସଂସାର ଜନ୍ମ ମୃତ୍ୟୁ କରେ। ଜୀବଙ୍କୁ ଆଜ୍ଞା ଦେବା ଅର୍ଥେ ତୋତେ ପ୍ରକାଶେ ହେ ଜଗତେ। ଅବିଦ୍ୟା କର୍ମ ପଥେ ଜଡ଼େ ତୋ ମାୟା ଗ୍ରହକୁ ନିବଡ଼େ। ଜୀବନ ବନ୍ଧନ ବିଶ୍ୱାସେ ଦ୍ୱାରା ତନୟ ଗୃହବାସେ। ଏଣୁ ତା ଚରଣ କମଳେ ଚାଚିତ ନ ରହୁ ନିଶ୍ଚଳେ। ଅଜଟି ନିସ୍ତ ହରିଲି ମୁହିଁ ଭନାଥ ତୋ ଚରଣ ଚାହିଁ। ଶୁକ ଉବାଚ ବୋଲ ପ୍ରେମାନନ୍ଦବାର ହରି ବୋଲ। ହେମନ୍ତେ ତାର ସ୍ତୁତି ଶୁଣି ପ୍ରସନ୍ନ ଚିତ୍ତେ ହେ ମହାମୁନି। ଅଂଶୁମାନର ମୁଖ ଚାହିଁ ବୋଲନ୍ତି ଅନୁଗ୍ରହ ବହି। କପିଳ ଉବାଚ ବୋଲ ପ୍ରେମାନନ୍ଦବାର ହରି ବୋଲ। ହେ ପୁତ୍ର ଅଶ୍ଵ ଘେନି ଯାଅ ତୋ ପିତାମହ ପାଶେ ଦିଅ। ଏ ଅଶ୍ଵ ଯଜ୍ଞ ପୂଜା କରି ବିଷମ ସଂକଟୁ ନିସ୍ତରି। ଏ ଯେ ତୋହର ପିତୃକୁଳ ଭସ୍ମ ହୋଇଲେ କୋପାନଳ। ଏହାଙ୍କ ମୁଖ୍ୟ ଗଙ୍ଗା ଜଳେ ଅନ୍ୟଥା କାହୁଁ ଏସୟଳେ। ଏମନ୍ତେ କପିଳ ବଚନେ ସେ ଅଂଶୁମାନ ତୋଷ ମନେ। ତକ୍ଷଣେ ଅଶ୍ଵକୁ ଆଣିଲେ ପିତାମହଙ୍କ ପାଶେ ଦେଲେ। ସେ ଅଂଶୁମାନେ ସେ ଯଜ୍ଞ କରି ବିଷମ ସଂକଟୁ ନିସ୍ତରି। ଅଂଶୁମାନଙ୍କୁ ରାଜା ଦେଲେ କର୍ମ ବନ୍ଧନୁ ମୋକ୍ଷ ହୋଇ। ଔରବଚନ ବନେ ଗଲା ଅନ୍ତେ ସେ ଗୋବିନ୍ଦ ଲଭିଲା। ସୁଜନେ ଶୁଣି ମା ଶ୍ରବଣେ ଏ ହରି ରସ ଅନୁକ୍ଷଣେ। ଅବିଦ୍ୟା ବନ୍ଧୁ ପାର ହୋଇ ଅନ୍ତେ ଲଭିବୁ ଭାବଗ୍ରାହୀ। ବୋଲୋ ହି ଦାସ ଜଗନ୍ନାଥ ନବମ ସ୍କନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟ ସଂହିତାୟା ନବମ ସ୍କନ୍ଧେ ଅଷ୍ଟମ ଅଧ୍ୟାୟ। ନବମ ସ୍କନ୍ଧ ନବମ ଅଧ୍ୟାୟ। ଶୁକ ଉବାଚ ବୋଲ ପ୍ରେମାନନ୍ଦବାର ହରି ବୋଲ। ଏବେ ହୋ ଶୁଣ ନୃପମଣି କପିଳ ମୁଖୁ ବାକ୍ୟ ଶୁଣି। ସେ ଅଂଶୁମାନ ଘୋର ବନେ ବସିଲା ନିଶ୍ଚଳ ଆସନେ। ମନ ପବନ ସଂଯମନେ ସଂକଳ୍ପ ଗଙ୍ଗାର ଆଗମନେ।
ଅନେକ କାଳ ତପ କଲା, ସେ ବନେ ପ୍ରାଣ ଉତ୍ସର୍ଗିଲା। ଆଉ ତଦନ୍ତେ ତା ପୁତ୍ର ଦୀପଲ ଗଙ୍ଗାର ଅର୍ଥେ କଲା ତପ। ତଥାପି ଗଙ୍ଗା ନ ପାରିଲା, କାଳର ବଶେ ନାଶ ଗଲା। ତାର କୁମର ଭାଗୀରଥ ଗଙ୍ଗାଗମନ ତପତି। ଓಂ ଭୂର୍ଭୁବସ୍ସଃ ତस्य ପିତୃବରେण्यं भर्गदेवस्य धीमहि धियो यो न प्रचोदयात्। नारायणं नमस्कृत्यं नरं चैव नरोत्तमं देवी सरस्वती व्यासं ततो जयमुदीरयेत् प्रभु।